ନମ୍ବର 1 ସହଦେବ ନାୟକଙ୍କ ପରିବାରକୁ 1 କୋଟି ଟଙ୍କା ସହାୟତା ସହ ତାଙ୍କ ପତ୍ନୀକୁ ଚାକିରି ଦିଆଯାଉ। ବୁଧବାର ଭୁବନେଶ୍ୱର ରସୁଲଗଡ଼ରେ ଫ୍ଲାଏଓଭରରେ ଘଟିଥିବା ପୋଲିସ ମିତ୍ର ସହଦେବ ନାୟକଙ୍କ ବୀଭତ୍ସ ହତ୍ୟାକାଣ୍ଡ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣା ଘଟିବାର ମାତ୍ର 10 ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ତେବେ ଏହି ଘଟଣାରେ ମୃତ ସହଦେବଙ୍କ ହତ୍ୟାକାରୀଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ, ସହଦେବଙ୍କ ପରିବାରକୁ 1 କୋଟି ଟଙ୍କାର ସହାୟତା ରାଶି ସହ ତାଙ୍କ ପତ୍ନୀକୁ ଚାକିରି ପ୍ରଦାନ କରିବାକୁ ଦାବି ହୋଇଛି। ଏହି ଘଟଣାରେ ଭୁବନେଶ୍ୱରର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ଉଭୟ ବାତାବରଣ ଖେଳିଯାଇଛି, ଲୋମ ଟାଙ୍ଗୁରି ଉଠୁଛି। ଆଶ୍ଚର୍ଯ୍ୟ ଏବେ ଏହାର ରହସ୍ୟ ଜାଣି ସେ ପୋଲିସ ମିତ୍ର ଥିଲେ। ନମ୍ବର 2 ପ୍ରକାଶ ପାଇଲା ସିଟିଇଟି ପରୀକ୍ଷା ଫଳାଫଳ, ଏପରି କରନ୍ତୁ ଚେକ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ 9 ଜାନୁଆରୀ 2025ରେ ଡିସେମ୍ବର 2024ରେ ଅନୁଷ୍ଠିତ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ସିଟିଇଟିର ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ବର୍ତ୍ତମାନ ସିଟିଇଟିର ଅଫିସିଆଲ ୱେବସାଇଟ୍ ନିଜ ctet.nic.inରେ ନିଜର ଫଳାଫଳ ଚେକ୍ କରିପାରିବେ। ପ୍ରତିବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ 2 ଥର ସିଟିଇଟି ପରୀକ୍ଷା ପରିଚାଳନା କରେ, ଯେଉଁଥିରେ ବହୁ ସଂଖ୍ୟକ ପ୍ରାର୍ଥୀ ଅଂଶଗ୍ରହଣ କରନ୍ତି। ଏହି ବର୍ଷ ମଧ୍ୟ ଲକ୍ଷ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ, ଯେଉଁମାନଙ୍କର ମଧ୍ୟରୁ ଅନେକ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଡିସେମ୍ବର ମାସରେ ସିଟିଇଟି ପରୀକ୍ଷାରେ 2ଟି ପତ୍ର ପାଇଁ କରାଯାଇଥିଲା। ପ୍ରଥମ ସକାଳ 9:30ରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ସିଫ୍ଟରେ ଅପରାହ୍ନ 2:30ରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଅନ୍ୟ ଏକ ପେପରରେ ଅନୁଷ୍ଠିତ ହୋଇଥିଲା। ନମ୍ବର 3 ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିବାଦ କରିବାରୁ ଚୂଡ଼ା ମାଡ଼। ରାତିର ଅନ୍ଧାରରେ ଏକୁଟିଆ ପାଇ ନାବାଳିକାଙ୍କ ଦୁଷ୍କର୍ମ ଉଦ୍ୟମ କଲେ ଯୁବକ। ମାତ୍ର ନାବାଳିକାର ଜଣକ ପ୍ରତିବାଦ କରିବାରୁ ଯୁବକ ପାଲଟିଗଲେ ପିଶାଚ। ରକ୍ତମୁଖା ପାଲଟି ଏକ ଛୁରୀରେ ନାବାଳିକାଙ୍କୁ ଏକାଧିକ ଥର କଲେ ଚୂଡ଼ା ମାଡ଼। ଏପରି ଏକ ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳରେ ଘଟିଛି। ପୀଡ଼ିତା ଜଣକ ନବମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି। ପୀଡ଼ିତା ଗତକାଲି ସ୍କୁଲରୁ ଫେରିବା ପରେ ରାତିରେ ନିଜ ବାଡ଼ି ପଟ ପଡ଼ିଆକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ସେହି ଗ୍ରାମର ଯୁବକ ଲୋକକରା ତାଙ୍କୁ ଅଟକାଇଥିଲେ। ଏକୁଟିଆ ପାଇ ସେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ନାବାଳିକା ଜଣକ ଏହାର ପ୍ରତିବାଦ କରିବା ଚିତ୍କାର କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକ ଜଣକ ଏକ ଧାରୁଆ ଛୁରୀରେ ନାବାଳିକାର ଶରୀରକୁ ଛୋଟ ପରେ ଛୋଟ ପକାଇ ଚାଲିଲେ। ନମ୍ବର 4 ଭୁବନେଶ୍ୱରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ବ୍ୟବହୃତ କଣ୍ଡା ଜବତ। ଭୁବନେଶ୍ୱରରେ ଘଟିଯାଇଥିବା ଚାଞ୍ଚଲ୍ୟକର ସହଦେବ ନାୟକ ହତ୍ୟା ଘଟଣାରେ ପୋଲିସ ସିନ୍ ରିକ୍ରେସନ କରିଛି। 3 ଅଭିଯୁକ୍ତ ଦୟା ନଦୀପାଟରେ ପୋଲିସକୁ ହତ୍ୟାକାଣ୍ଡରେ ଡେମୋ ଦେଖାଇଛନ୍ତି। ଏହି ସମୟରେ ଦୟା ନଦୀରୁ ଅଭିଯୁକ୍ତମାନେ ହତ୍ୟାକାଣ୍ଡରେ ବ୍ୟବହୃତ କରିଥିବା କଣ୍ଡା ଜବତ ହୋଇଛି। ଗତ ଗୁରୁବାର ପୋଲିସ ସହଦେବ ହତ୍ୟାକାଣ୍ଡର 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ନୟାଗଡ଼ା ଶରଣକୂଳରୁ ପୋଲିସ ଗିରଫ କରିଛି। ଆଉ ଜଣେ ଫେରାର ଅଛି। ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା। ସୂଚନାଯୋଗ୍ୟ, ଗତକାଲି ବାଣୀବିହାର ରସୁଲଗଡ଼ ରାସ୍ତାରେ ସହଦେବ ନାୟକଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଦେହ ମୁଣ୍ଡ ପୁରା ଅଲଗା ହୋଇ ଯାଇଥିଲା। ସକାଳୁ ସକାଳୁ ହିଁ ସହଦେବଙ୍କୁ ହତ୍ୟା କରାଯାଇଥିଲା। ସହଦେବ ଆଗରୁ ପୋଲିସ ମିତ୍ର ଥିଲେ। ନମ୍ବର 5 ଚୀନ ନିଜର ହିଁ ବନ୍ଧୁ ପୁଟିନଙ୍କୁ ଦେଲା କଡ଼ା ଝଟକା, ସମୁଦ୍ର ମଝିରେ ରଖିଲା 8 ଅଏଲ ଟ୍ୟାଙ୍କର ଜାହାଜ। ଚୀନର ସବୁଠାରୁ ବଡ଼ ବନ୍ଦରର ଅଧିକାରୀମାନେ ଆମେରିକାରେ ପ୍ରତିବନ୍ଧକ କାରଣରୁ ରୁଷ ବଡ଼ ବଡ଼ ତେଲ ଟ୍ୟାଙ୍କରକୁ ନେଇ ଯାଉଥିବା 8ଟି ଜାହାଜ ପୁଟିନ ନିଜର ବନ୍ଧୁକୁ ଆସିବା ରୋକିଦେଇଛି। ରୋଷ୍ଟର୍ଗ 3 ବ୍ୟବସାୟୀଙ୍କ ଅନୁସାରେ ଏହି ଚାଇନା ପ୍ରତିବନ୍ଧକକୁ ସ୍ପଷ୍ଟ କରିଛି। ରିପୋର୍ଟସରେ କୁହାଯାଇଛି କି ପୂର୍ବ ଚୀନ ସନ୍ଦଙ୍ଗ ଫୋର୍ଟ ଗ୍ରୁପ ରୁଷିଆଙ୍କୁ ତେଲ ଟ୍ୟାଙ୍କରଗୁଡ଼ିକରେ ଫିଟ୍ ଏହି ପ୍ରତିବନ୍ଧକ ଲଗାଇଛି। ଏହି ଅଞ୍ଚଳରେ ଥିବା ଅନେକ ଅଏଲ ରିଫାଇନ ବିଦେଶୀ ତୈଳର ପ୍ରମୁଖ ଇମ୍ପୋର୍ଟ ରହିଛି ଏବଂ ଫେବୃଆରୀ 2022 ପରେ ଠାରୁ ସେ ରୁଷୀୟ କଞ୍ଚା ତୈଳର ସବୁଠୁ ବଡ଼ ଇମ୍ପୋର୍ଟର ରହିଛି, କାରଣ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି। ନମ୍ବର 6 ଇ-କେୱାଇସି ନ କଲେ କଟିଯିବ ରାସନ କାର୍ଡ, ଗାଇଡଲାଇନ ଜାରି କଲେ ଯୋଗାଣ ମନ୍ତ୍ରୀ। ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର। ଇ-କେୱାଇସି ନ କଲେ କଟିଯିବ ରାସନ କାର୍ଡ। ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗାଇଡଲାଇନ ଜାରି କରିଛନ୍ତି। ତୁରନ୍ତ କରନ୍ତୁ ଇ-କେୱାଇସି। ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି। ଯାହାର ଫଳାଫଳ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ସରକାରଙ୍କ ସୁବିଧା ପାଇବାରୁ ବଞ୍ଚିତ ହେବେ ନାହିଁ। ରାସନ କାର୍ଡ ହିତାଧିକାରୀ ଜାନୁଆରୀ 31 ସୁଦ୍ଧା ଋଣ କର କରିବା ବାଧ୍ୟତାମୂଳକ। ଏପରିକି ନ କଲେ ସେମାନଙ୍କର ରାସନ କାର୍ଡ କଟିଯିବ। ବର୍ତ୍ତମାନ ସୁଦ୍ଧା 39 ଲକ୍ଷ ହିତାଧିକାରୀ ଋଣ କରିଥିବା ଜଣାପଡ଼ିଛି। ତେବେ ଭାରତ ସରକାର ମାଗଣା ରାସନ ଯୋଜନା ଅନୁଯାୟୀ ଦେଶରେ 90 କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଏହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା। ନମ୍ବର 7 ଏଚଏମ୍ପିଭିକୁ ନେଇ ଆସିଲା ଚମକାଇଲା ବଡ଼ି ତଥ୍ୟ, WHO ଦେଲା ବଡ଼ ବୟାନ। ସମ୍ପ୍ରତି ହ୍ୟୁମାନ୍ ମେଟାପିମୋ ଭାଇରସ ଏଚଏମ୍ପିଭି ସଂକ୍ରମଣର ମାମଲା ସାରା ଦେଶରେ ଆତଙ୍କ
ସୃଷ୍ଟି କରିଛି। ଏହି ଭାଇରସକୁ ଭୟ କରିବା କୌଣସି ଆବଶ୍ୟକତା ଅଛି କି? ଆଗାମୀ ଦିନରେ ଭାଇରସ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବ କି? ଏନେଇ ବଡ଼ ବଡ଼ ଏକ୍ସପର୍ଟ ବିଭିନ୍ନ କଥା କହୁଛନ୍ତି। ଚାଇନାରୁ ମିଳିଥିବା ବର୍ତ୍ତମାନ ସୂଚନା ଅନୁସାରେ ଏଚ୍ଏମ୍ପିଭି ସଂକ୍ରମଣର ଲକ୍ଷ୍ୟ ମୁଖ୍ୟତଃ 14 ବର୍ଷରୁ କମ୍ ବୟସର ପିଲା, ବୃଦ୍ଧ ଏବଂ ଗର୍ଭବତୀ ମହିଳାମାନଙ୍କଠାରେ ଦେଖାଯାଏ। ଏଚ୍ଏମ୍ପିଭି ଏକ ଶ୍ୱାସକ୍ରିୟା ଜନିତ ଭାଇରସ ଯାହା ନୂଆ ନୁହେଁ। ଏହା 2001ରେ ନେଦରଲ୍ୟାଣ୍ଡରେ ଆବିଷ୍କୃତ ହୋଇଥିଲା। ଏହା ସାଧାରଣତଃ ଥଣ୍ଡା କିମ୍ବା କୋଭିଡ୍-19 ପରି ଲକ୍ଷଣ ସୃଷ୍ଟି କରେ, ଯେଉଁଥିରେ କାଶ, ଜ୍ୱର, ନାକ ବନ୍ଦ ହେବା ଏବଂ ନିଶ୍ୱାସ ନେବାରେ କଷ୍ଟ ହେବା ଅନ୍ତର୍ଭୁକ୍ତ। ଚୀନର ୱୁହାନ୍ ସହରରୁ କରୋନା ଭାଇରସ ସାରା ବିଶ୍ୱକୁ ବ୍ୟାପିଥିଲା। ନମ୍ବର 8 ଯୁକ୍ତ 2 ପରୀକ୍ଷାରେ କପି ରଖିବାକୁ ଗଠନ ହେବ ସ୍କ୍ୱାଡ୍। ଯୁକ୍ତ 2 ପରୀକ୍ଷାରେ କପି ରଖିବାକୁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍। କାରଣ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ସ୍କ୍ୱାଡ୍ ପରିଚାଳନା ପାରୁନଥିଲେ, ରାଜ୍ୟସ୍ତରୀୟ ସ୍କ୍ୱାଡ୍ ଗଠନ ହେଉଥିଲା। ଗତ ବର୍ଷ ପରୀକ୍ଷା ମୂଳକ ଭାବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସ୍କ୍ୱାଡ୍ କରି ସଫଳତା ମିଳିଥିଲା। ତାକୁ ଦୃଷ୍ଟିରେ ରଖି ଏଥର ସବୁ ଜିଲ୍ଲାରେ ସ୍କ୍ୱାଡ୍ ମୁତୟନ ହେବ ବୋଲି କହିଛନ୍ତି ସିଏଚ୍ଏଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡ଼ା। ବଡ଼ ଜିଲ୍ଲାରେ 2ଟି ଓ ଛୋଟ ଜିଲ୍ଲାରେ ଗୋଟିଏ ଗ୍ରୁପ ରହିବେ। ସମସ୍ତ ଖର୍ଚ୍ଚ ସିଏଚ୍ଏସି ବହନ କରିବେ। ପରୀକ୍ଷାର୍ଥୀ ସମ୍ପର୍କୀୟ ଯେପରି ପରୀକ୍ଷା ପରିଚାଳନାରେ ରହିବେ ନାହିଁ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ କହିଛନ୍ତି। ନମ୍ବର 9 ଅର୍ଦ୍ଧରାତ୍ରିରେ ନେତାଙ୍କ ସହ ମାନସମ୍ମତ କଲେ ମୋଦି। ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ମୋଦି ଅର୍ଦ୍ଧରାତ୍ରିରେ ବିକାଶର ଦୂରଦର୍ଶୀ ସ୍ୱପ୍ନ ଯୋଜନାରେ ମାନମସ୍ତକ କରିଛନ୍ତି। ବିଭିନ୍ନ ଯୋଜନା ଓ କ୍ରିୟାନ୍ୱୟନ ନେଇ ସେ ଆଲୋଚନା କରିଛନ୍ତି। ବିଭିନ୍ନ ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିବ, ସେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ବିଶାଖାପଟ୍ଟନମରେ ଏନ୍ଟିପିସିର ଆଧୁନିକ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସାରା ସ୍ୱତନ୍ତ୍ର ବିମାନ ଯୋଗ ଦେଇ ଆସି ଭୁବନେଶ୍ୱରଠାରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରଠାରେ ରାଜ୍ୟପାଳ ହରିବାବୁ କମ୍ବନପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଭାଜପା ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ନମ୍ବର 10 ପ୍ରକାଶ ପାଇଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ରାଙ୍କିଙ୍ଗ୍। ଭାରତକୁ ଝଟକା। ଏହି ରାଙ୍କିଙ୍ଗ୍ ପ୍ରତିଷ୍ଠିତ ସଂଗଠନ ହେନଲି ଆଣ୍ଡ ଫାର୍ନସ ଦ୍ୱାରା ପ୍ରକାଶିତ ହୋଇଛି। ଏହି ସୂଚନାଙ୍କ ପାସପୋର୍ଟ ରାଙ୍କିଙ୍ଗ୍ ଏହି ଆଧାରରେ ପ୍ରସ୍ତୁତ କରେ ଯେ ସେହି ପାସପୋର୍ଟଧାରୀ କେତେ ଦେଶକୁ ବିନା ଭିସାରେ ଯାଇପାରିବେ। ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁଯାୟୀ ସିଙ୍ଗାପୁରର ପାସପୋର୍ଟ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ। ଏହାକୁ ଧରିଥିବା ଲୋକମାନେ ବିଶ୍ୱର 195ଟି ଦେଶକୁ ଭିସାମୁକ୍ତ ଯାତ୍ରା କରିପାରିବେ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ସିଙ୍ଗାପୁର ପରେ ଜାପାନ ଦ୍ୱିତୀୟ ସ୍ଥାନରେ ଅଛି। ଜାପାନୀ ପାସପୋର୍ଟ ଲୋକମାନଙ୍କୁ 1993ଟି ଦେଶକୁ ଭିସାମୁକ୍ତ ଯାତ୍ରା କରିବାକୁ ଅନୁମତି ଦିଏ। ଜାପାନ ପରେ ଦକ୍ଷିଣ କୋରିଆ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ୍ ଏବଂ ଫିନଲାଣ୍ଡ ମିଳିତ ଭାବରେ ତୃତୀୟ ସ୍ଥାନରେ ଅଛନ୍ତି। ଏହି ଦେଶଗୁଡ଼ିକର ପାସପୋର୍ଟ 192ଟି ଦେଶରେ ଭିସାମୁକ୍ତ ପ୍ରବେଶ ଅନୁମତି ଦିଏ।